ଉତ୍ତାରଣ ଗ୍ରାମର ଏକ ଅଦ୍ଭୁତ ବଡ଼ ପରିବାରରେ ମୁଁ ଜଣେ ସଭ୍ୟ। ଶ୍ରୀଯୁକ୍ତ ଯଦୁମଣି କାନୁନଗୋଙ୍କର ମୁଁ ଗୋଟିଏ ଦୁଷ୍ଟ ନାଡ଼ି। ଏହି ପରିବାରରେ ଯଦୁମଣିଙ୍କର ଦୁଇ ପୁତ୍ର ଦୁଃଖୀଶ୍ୟାମ ଓ ଭିକାରୀ। ଆମ ପାଇଁ ରାଜକିଶୋର ଓ ବ୍ରଜକିଶୋର, ରାମ ଲକ୍ଷ୍ମଣ ଓ ପିଉସୀ ଅପା ଏ ପରିବାରର ମୁଖ୍ୟ ପରିଚାଳକ। ଏହି ଅପାର ନିଜ ପୁଅ ବସନ୍ତ ଭାଇ, କିନ୍ତୁ ସେ ମୋ ଉପର ଭାଇ। ଶଶୀଙ୍କୁ ନିଜର ପ୍ରାଣଠାରୁ ଅଧିକ କରେ। ପିଲାଦିନରୁ ମୁଁ ସବୁଠାରୁ ଦୁଷ୍ଟ ପିଲା ବୋଲି ସମସ୍ତେ ଜାଣନ୍ତି। ଦିନେ ସକାଳର କଥା, ବାପା ଆମ ଘରର ଦକ୍ଷିଣ ପଟେ କାଞ୍ଚନ ଫୁଲ ତୋଳୁଥାନ୍ତି। ହଠାତ୍ ମୋତେ ଡାକିଲେ, କହିଲେ, ନିଲୁ, ତୁ ଦେଖିବୁ, ଏ ଘର ଯେମିତି ଅଛି ତୁ ଏହାକୁ ସେମିତି ରଖିବୁ। ମୁଁ କିଛି ବୁଝିପାରିଲି ନାହିଁ। ସାଙ୍ଗେ ସାଙ୍ଗେ ଦାବି ଯେ କି ହୋମିଓପାଥି ମେଡ଼ିସିନ ଦେଉଥିଲେ।